শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত ষষ্ঠ স্কন্ধ দ্বাদশ অধ্যায়। দুঃখিত হই সচিপতি বৃত্রবচনে পূর্ণিমাতি। ତାହାଙ୍କୁ ରଣେ କଲେ ବଧ ଦ୍ୱାଦଶ ଅଧ୍ୟାୟ ସମ୍ବାଦ। ଶ୍ରୀଶୁକ ଉବାଚ ଏମନ୍ତେ ସଂଗ୍ରାମେ ଅସୁର ଛାଡ଼ିବ ବୋଲି କଳେବର। ଜୟରୁ ଭଲ ମୋ ମରଣ ମନରେ କଲା ହେ ରାଜନ। ଶୂଳକୁ ଧରି ବୃତ୍ରାସୁର ଧାଇଲା ଇନ୍ଦ୍ରର ଉପର। ଯେମନ୍ତେ କୈଟଭ ବୀର ଧାଇଲା ବିଷ୍ଣୁଙ୍କ ଉପର। ଯୁଗାନ୍ତ ଅଗ୍ନି ପ୍ରାୟ ତେଜେ ସେ ଶୂଳ ଅତ୍ୟନ୍ତ ବିରାଜେ। ବୃତ୍ର ଅସୁର ଚୂଡ଼ାମଣି ଇନ୍ଦ୍ରକୁ ପ୍ରହାରିଲାଣି। ଘୋର ଶବଦରୁ ସେ କଲା ପାପିଷ୍ଟ ମଲୁତୁ ବୋଇଲା। ଆକାଶୁ ଗ୍ରହ ଉଲ୍କାମାନ ଖସି ପଡ଼ିଲେ ତତକ୍ଷଣ। ଦୁର୍ଜୟ ଦେଖିଣ ଅସୁର ଭୟେ କମ୍ପିଲେ ସୁର ନର। ବଜ୍ର ଧରିଣ ଦେବରାଜ ଛେଦିଲେ ତାର ଏକ ଭୁଜ। ପରିଘ ଘେନିଆର କରେ ଧାଇଲା ଇନ୍ଦ୍ରର ଉପରେ। ଦେବରାଜ ନିକଟେ ଯାଇ ସମ୍ମୁଖେ ପ୍ରହାରିଲା ନେଇ। ଇନ୍ଦ୍ର ହସ୍ତୁ ବଜ୍ର ଖସିଲା ଅଧୋ ଭୂମିରେ ସେ ପଡ଼ିଲା। ଦେଖି ଅଦ୍ଭୁତ ବୃତ୍ର କର୍ମ ସିଦ୍ଧ କିନ୍ନର ଦେବଗଣ। ସକଳେ କଲେ ଧନ୍ୟ ଧନ୍ୟ ଇନ୍ଦ୍ର ସଙ୍କଟେ ଛନ୍ନ ମନ। ଯେତେକ ସୈନ୍ୟ ଇନ୍ଦ୍ରଙ୍କର ସକଳେ କଲେ ହାହାକାର। ଲଜ୍ଜାରେ ବୃତ୍ରର ଅଗ୍ରତେ ବଜ୍ର ନ ନେଲେ ଇନ୍ଦ୍ର ହସ୍ତେ। ଇନ୍ଦ୍ରଙ୍କୁ ଚାହିଁ ବୃତ୍ରାସୁର ବଚନ କହି ମଧୁର। ମନରେ ବିଷାଦନ କର ବଜ୍ର ଧରିଣ ବେଗେ ମାର। ଯୁଦ୍ଧ ଇଚ୍ଛଇ ଯେଉଁ ନର ଜୟ ଦୁସ୍ତରଟି ତାହାର। ଯେ ଜନ ରଣେ ଭୀତ ହୋଇ ଜୟର ଲେଶ ତାର ନାହିଁ। ଉତ୍ପତ୍ତି ପାଳନ ସଂହାର ଯେ ପ୍ରଭୁ ଏହାଙ୍କ ଈଶ୍ୱର। ସର୍ବଜ୍ଞ ଆଦି ସନାତନ ଅଖିଳ ପୁରୁଷ ପୁରାଣ। ତା ବିନୁ ଜୟ ବା ଅଜୟ କାହାର ବୋଲେ ହୋଇ କହ। ଯେ ପ୍ରଭୁ ଅଖିଳର ଈଶ ଅଖିଳ ଲୋକ ଯାର ବଶ। କାଳ ସ୍ୱରୂପ ସେ ଈଶ୍ୱର ମୃତ୍ୟୁ ଅମୃତ୍ୟୁ ରୂପ ଧର। ସକଳ ହେତୁ ସେ ଅଟଇ ତାହାକୁ ଅଜ୍ଞାନ ଜାଣଇ। କାଷ୍ଟର ପିତୁଳି ଯେ ସନ ଜଗତ ତାହାର ଭିଆଣ। ଯେମନ୍ତେ ଯନ୍ତ୍ରମୟ ମୃଗ ପ୍ରାଣିତା ବସେ ମହାଭାଗ। ପ୍ରକୃତି ପୁରୁଷ ଯେ ଦୁଇ ତା ବିନୁ ଜଡ଼ ପ୍ରାୟ ହୋଇ। ସୃଷ୍ଟି କରତା ଅବା କେହି ତା ବିନୁ ଯେତେକ ଅଛଇ। সকল আত্মা রূপ সেহি অজ্ঞানী জানিব বা কাহি
ସେହି ପ୍ରାଣୀକେ ସୃଷ୍ଟି କରି ପ୍ରତିପାଳନ କୁଆଚରି ଗ୍ରାସଇ କାଳ ରୂପ ହୋଇ ଧର୍ମ ଧର୍ମ ରୂପ ସେହି ଆୟୁ ସମ୍ପଦ କୀର୍ତ୍ତି ଯେତେ ପ୍ରାଣୀର ହୁଅଇ ଯୁଗତେ ସେ ଯାକୁ ପ୍ରସନ୍ନ ହୁଅଇ ଅଷ୍ଟ ଐଶ୍ୱର୍ଯ୍ୟ ତାର ହୋଇ ସୁଖ ଦୁଃଖ ମୃତ୍ୟୁ ଜୀବିତ ଏ ସର୍ବ ଈଶ୍ୱର ଆୟତ ଏ ଘେନି ଇନ୍ଦ୍ର ସମହୁଅ ହର୍ଷ ବିଷାଦ ପୁନ ପାଅ ଯେ ସତ୍ୱ ରଜ ତମ ଜାଣ ପ୍ରକୃତି ଗୁଣ ଏ ପ୍ରମାଣ ଆତ୍ମାଟି ସାକ୍ଷୀ ବୋଲି ଜାଣ ସେ ଯାକୁ ହୁଅଇ ପ୍ରସନ୍ନ ସଂସାରେ ବଧ ସେ ନୁହଇ ସକଳ ପାପୁ ସେ ତରଇ ରଣରେ ଛିନ୍ନ ଭୁଜ ହୋଇ ହୋ ଇନ୍ଦ୍ର ଦେଖ ମୁଁ ଅଛଇ ଜୟ ବା ଅଜୟ କାହାର ଜାଣିବ କେ ବିନା ଈଶ୍ୱର ସରସ ମୁହ ପଶା କାଠି ଏ ଚତୁରଙ୍ଗ ବଳ ଗୋଟି ଜୀବନ ହୁଡ଼ ଜୁଆରଣେ କେ ଜାଣି କେ ହାରେ କେ ଜିନେ ଶ୍ରୀ ସୁକୌବାଚ ଶୁଣ କହିବା ନୃପମଣି ବୃତ୍ରର ବାକ୍ୟ ଇନ୍ଦ୍ର ଶୁଣି ବୃତ୍ରକୁ ଧନ୍ୟ ଧନ୍ୟ କରି ହସି ବୋଇଲେ ବଜ୍ରଧାରୀ ଇନ୍ଦ୍ର ଉବାଚ ଅହୋ ଦାନବ ସିନ୍ଧୁ ତୁହି ତେଣୁ ତ ସିଦ୍ଧମତି ହୋଇ ସକଳ ଆତ୍ମାର ଈଶ୍ୱର ଭଜିଲୁ ଚରଣ ତାଙ୍କର ଜଗମୋହିନୀ ବିଷ୍ଣୁ ମାୟା ଦାନବ ଛେଦିଲୁ ତୁ ତାହା ଅସୁର ଭାବ କରି ଦୂର କଲୁ ତୁ ସ୍ୱଲୋକ ଆଚାର ଅହୋ ଆଶ୍ଚର୍ଯ୍ୟ ବଡ଼ ମୋର ସ୍ୱଭାବେର ଜଗୁଣ ତୋର ଅଖିଳ ବ୍ରହ୍ମାଣ୍ଡର ପତି ତାତ ହିଁ ତୋର ଦୃଢ଼ ମତି ପରମ ବ୍ରହ୍ମ ହରି ଯେହି ତାତ ହିଁ ଯାର ଭକ୍ତି ହୋଇ ଅମୃତ ସିନ୍ଧୁରେ ସେ ଜନ କ୍ରୀଡ଼ା କରିବ ଅନୁକ୍ଷଣ କି କାର୍ଯ୍ୟକୁ ପଜଳେ ତାର ସେ ସ୍ୱର୍ଗ ଭୋଗଟି ଅସାର ବାଦରାୟଣୀ ଉବାଚ ଅନ୍ୟୋନ୍ୟେ ଧର୍ମକୁ କହିଲେ ପୁଣି ହିଁ ଯୁଦ୍ଧ ଆରମ୍ଭିଲେ ଅଶ୍ରାନ୍ତ ବୀର ଦୁଇ ଜଣ କରି ଲାଗିଲେ ଘୋର ରଣ ବୃତ୍ର ପରିଘ କରେ ଲଇ ଇନ୍ଦ୍ରକୁ ପ୍ରହାରିଲା ଧାଇଁ ପରିଘ ଘେନି ବାମ କରେ ଶବଦ କଲା ମହାଘୋରେ କର ପରିଘ ଏକାବେଳେ ଇନ୍ଦ୍ର ଛେଦିଲେ ଅବହେଳେ ବୃତ୍ରର ଗଲା ଦୁଇ କର ରକ୍ତେ ହୁଏ ଜର ଜର ପକ୍ଷ ଛିଡ଼ନ୍ତେ ବଜ୍ରାଘାତେ ଯେସନେ ଦିଶନ୍ତି ପର୍ବତେ ଆୟୁଧ ଭୁଜ ଯହୁଁ ଗଲା ସେ ବୃତ୍ର ମହାକ୍ରୋଧ କଲା ଅଧର ଚାପି କ୍ରୋଧ ଭର
ଶରୀର ବିସ୍ତାରେ ଅସୁର ଅଧର ହନୁ ତା ଭୂମିରେ ଉପର ହନୁ ତା ସ୍ୱର୍ଗରେ ଆକାଶ ଗଭୀର ମୁଖରେ ଲିହଇ କଠୋର ଜୁହାରେ କାଳର ପ୍ରାୟ ଦ୍ରଷ୍ଟମାନ ଗ୍ରାସିବ ଜହ୍ନେ ତ୍ରିଭୁବନ ଅତ୍ୟନ୍ତ ଶରୀର ବିସ୍ତାରୀ ଧାମଇ ଜହ୍ନେ ମହାଗିରି ପାଦେ ଅବନି କମ୍ପାଇଲା ଇନ୍ଦ୍ରର ନିକଟେ ମିଳିଲା ଇନ୍ଦ୍ରକୁ ଗଜେନ୍ଦ୍ର ସହିତ ଗିଳିଲା ପୁତ୍ର ମହାଦୈତ୍ୟ ସ୍ୱଭାବେ ଗିଳିଲା ଅସୁର ଗଜକୁ ଜହ୍ନେ ସର୍ପବର ଦେଖି ଇନ୍ଦ୍ରକୁ ଗିଳିବାର ବ୍ରହ୍ମାଦି ଯେତେ ସୁର ନର ସକଳେ କଲେ ହାହାକାର ଇନ୍ଦ୍ରକୁ ଗିଳିଲା ଅସୁର ଅସୁର ଉଦରରେ ଥାଇ ନାଶ ନୋହିଲେ ସୁର ସାଇଁ ମହାପୁରୁଷ ବର୍ମେ କରି ଯେଣୁ ଯୋଗ ମାୟା ଆବୋରି ବଜ୍ରେ ଚିରିଲେ ପେଟ ତାର ଗର୍ଭରୁ ହୋଇଲେ ବାହାର ଆପଣା ବଳେ ଦେବବର ବଜ୍ରେ ଛେଦିଲେ ତାର ଶିର ବଜ୍ର ହିଁ ଅତି ବେଗେ ଗଲା କନ୍ଧରୁ ଶିର ତା କାଟିଲା ସମ୍ପୂର୍ଣ୍ଣ ସମ୍ବତ୍ସର କାଳେ ଶିରତା ପଡ଼ିଲା କତଳେ ଆକାଶେ ଦୁନ୍ଦୁଭିତ କ୍ଷଣେ ଶବଦ କଲେ ଦେବଗଣେ ଗନ୍ଧର୍ବ ସିଦ୍ଧ ଋଷିଗଣ ଆନନ୍ଦେ ହରଷିତ ମନ ବୃତ୍ର ଶତ୍ରୁକୁ ସ୍ତୁତି କଲେ ହରଷେ ପୁଷ୍ପ ବରସିଲେ ବୃତ୍ରର ତହୁଁ ଜ୍ୟୋତି ରୂପ ବାହାର ହୋଇଲା ହେ ରୂପ ସକଳେ ଦେଖୁଥିଲେ ରହି ଶାଲ୍ୟକ୍ୟ ପାଇଲା ସେ ତହିଁ ବୋଲଇ ବିପ୍ର ଜଗନ୍ନାଥ ଇନ୍ଦ୍ରବୃତ୍ର ଯୁଦ୍ଧ ବୃତ୍ତାନ୍ତ ଷଷ୍ଠ କନ୍ଧରେ ଯାହା ବଣି ସଂସାର ତରଣ ଏ ବାଣୀ